ତହିଁରୁ କିଏ ରକ୍ଷା ପାଇବ ବୋଲି କହିଲେ ଯେ ପରିତ୍ରାଣ ପାଇଛି ସେ ରକ୍ଷା ପାଇବ। ହାଲେଲୁୟା। ଯେ ଯୀଶୁଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ କରୁଛି ସେ ରକ୍ଷା ପାଇବ। ଏ ସମଗ୍ର ପୃଥିବୀର ଲୋକମାନେ ଅତି ଭୟଙ୍କର ଭାବରେ ଦାରୁଣାତି ଦାରୁଣ ଦଣ୍ଡରେ ଦଣ୍ଡିତ ହେବେ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବା ଲୋକମାନଙ୍କୁ ପ୍ରଭୁ ସ୍ୱୀକାର କରିବେ, ଗ୍ରହଣ କରିବେ। ଗତ ସପ୍ତାହରେ ମୁଁ କହୁଥିଲି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ସମୟରେ ପ୍ରଭୁ ତାଙ୍କର ଦୂତମାନଙ୍କୁ ପଠାଇବେ। ହାଲେଲୁୟା। ତାଙ୍କର ଦୂତମାନଙ୍କୁ ପଠାଇକି ଯେତେ ଲୋକ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଥିବେ ପୂର୍ବରୁ ପଶ୍ଚିମ, ପଶ୍ଚିମରୁ ଉତ୍ତର, ମାନେ ପୃଥିବୀର ସୀମା ପର୍ଯ୍ୟନ୍ତ, ଉତ୍ତର ଦକ୍ଷିଣ ସବୁଆଡ଼େ ଯେତିକି ଲୋକ ପ୍ରଭୁଙ୍କୁ ବିଶ୍ୱାସ କରୁଛନ୍ତି ସେ ସମସ୍ତଙ୍କୁ ସେମାନେ ଦୂତମାନେ ସବୁ ଏକାଠି କରିବେ। ହାଲେଲୁୟା। ଏକାଠି କରି ମଧ୍ୟ ଆକାଶକୁ ନେଇଯିବେ। ମୋର ପ୍ରିୟ ଲୋକମାନେ, ସେଇ ପ୍ରକାର ସମୟ ଆମମାନଙ୍କ ଜୀବନରେ ଆସିବାର ଅଛି। ସେଥିପାଇଁ ପ୍ରାର୍ଥନା କରିବାର ଅଛି। ଗୋଟେ ଦିନ ପ୍ରାର୍ଥନା କରିଦେଲେ ହେବ ନାହିଁ, ସବୁଦିନ ପ୍ରାର୍ଥନା କରିବାର ଅଛି। ହାଲେଲୁୟା। ନିରନ୍ତର ପ୍ରାର୍ଥନା କର, ସର୍ବଦା ଆନନ୍ଦ କର, ନିରନ୍ତର ପ୍ରାର୍ଥନା କର। ଅର୍ଥ କ'ଣ ବୋଲି କହିଲେ, ପ୍ରଭୁ ଯୀଶୁ ଯେତେବେଳେ ଆଦାମକୁ ବନେଇଥିଲେ ସେତେବେଳେ ତାଙ୍କ ମାଇଣ୍ଡରେ ଯେଉଁ ମାଇଣ୍ଡ ଅଛି ନାହିଁ କି, ମସ୍ତିଷ୍କରେ ପ୍ରଭୁ ଯୀଶୁ ଆଦାମଙ୍କୁ 100%, 100% ଜ୍ଞାନକୁ ଦେଇଥିଲେ। ହାଲେଲୁୟା। ଯେତେବେଳେ ସେମାନେ ସତ୍ ଜ୍ଞାନଦାୟକ ଫଳ ଖାଇଲେ ଆଉ ଶୈତାନର କଥା ଶୁଣିଲେ 90%କୁ କାଢ଼ିଦେଲେ ପ୍ରଭୁ। ହାଲେଲୁୟା। ବର୍ତ୍ତମାନ ମନୁଷ୍ୟର ମସ୍ତିଷ୍କରେ, ଏ ମୁଣ୍ଡରେ 10% ମାଇଣ୍ଡ ଏକା ଅଛି, 10% ଜ୍ଞାନ ଏକା ଅଛି। ସେ ଜ୍ଞାନ ଦ୍ୱାରା ମନୁଷ୍ୟମାନେ ଆଜି ବିଭିନ୍ନ ପ୍ରକାର ବିଷୟ ଉଦ୍ଭାବନ କରୁଛନ୍ତି ଆଉ ନୂଆ ନୂଆ ଜିନିଷ ବୋଲି ଭାବୁଛନ୍ତି। ହାଲେଲୁୟା। ଆଦାମ ଏ ପୃଥିବୀର ଗଛ, ମାନେ ଜୀବଜନ୍ତୁ, ପଶୁପକ୍ଷୀ ଯେତିକି ଅଛି ସବୁକୁ ନାଁ ଦେଲେ। ହାଲେଲୁୟା। ଏଟା ବାଘ, ଏଟା ହାତୀ, ଏଟା କୁକୁର, ଏଟା କଲିଆ, ଏଟା ଗାଈ, ଏଟା ଛେଳି, ଏଟା ମେଣ୍ଢା ବୋଲି ସବୁକୁ ନାଁ ଦେଲେ। ଏତେଟା ନାଁ କେମିତି ଜାଣିଲେ ତାଙ୍କେ? ହାଲେଲୁୟା। ଆମେ ଦେଇପାରିବୁ କି ପାଇଁ ପ୍ରଭୁ ତାଙ୍କୁ ସେତେ ଅଧିକାର ଦେଲେ ବୋଲି କହିଲେ, ପ୍ରଭୁ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଜ୍ଞାନ ଦେଇଥିଲେ। ହାଲେଲୁୟା। ଶୈତାନର କଥା ଶୁଣିକିରି ଜ୍ଞାନ ହଜେଇ ଦେଲା ଆଦାମ। ହାଲେଲୁୟା। ମନୁଷ୍ୟର ଜ୍ଞାନ ହଜେଇ ଦେଲା ଆଉ ଅଳ୍ପ ଜ୍ଞାନ ପାଇକିରି ଏବେ ସେ ଅଳ୍ପ ଜ୍ଞାନରେ କେତେ ଲୋକ ପ୍ରଭୁଙ୍କୁ ବିଶ୍ୱାସ କରୁଛନ୍ତି। ଆମର ଏ ମନକୁ ଗୋଟେ ଭାଗ ପ୍ରଭୁଙ୍କୁ ଦେବାର ଅଛି। ହାଲେଲୁୟା। ସର୍ବଦା ଆନନ୍ଦ କର, ସର୍ବଦା ପ୍ରାର୍ଥନା କର ବୋଲେ ଗୋଟେ ଆମର 10% ମାଇଣ୍ଡକୁ ଅଳ୍ପ ଅଳ୍ପ ମନେ ମନେ ଆଗ ପ୍ରଭୁଙ୍କୁ ଧନ୍ୟବାଦ ଦେବାର ଅଛି। ହେଲା, ତୁ କାମ କରୁଥିଲେ ବୋଲେ ମଧ୍ୟ, ଝାଡ଼ା ତ ଚାଲୁଥିଲା ବୋଲେ ମଧ୍ୟ, କ'ଣ କାମ କରୁଥିଲେ ଶୋଇଥିଲା ବୋଲି ମଧ୍ୟ ଆମର ମନ, ଆମର ଆତ୍ମା ପ୍ରଭୁଙ୍କୁ ଧନ୍ୟବାଦ ଦେବାର ଅଛି। ହାଲେଲୁୟା। ସେମିତି କଲେ ତୁମକୁ ଭଲ ନିଦ ଆସିବ, ଭଲ ସ୍ୱପ୍ନ ଆସିବ, ଖରାପ ସ୍ୱପ୍ନ ଯାକ ଆଇବ ନାହିଁ। ହାଲେଲୁୟା। ଏସବୁ ପ୍ରଭୁ ତୁମ ଜୀବନରେ କରିବେ। ପ୍ରଭୁ କେତେ ମହାନ ପରମେଶ୍ୱର, ଆମେ ଧନ୍ୟ ଭାବିବାର ଅଛି। ଆମେ ମହାନ। ହାଲେଲୁୟା। କିପାଇଁ ବୋଲେ ପ୍ରଭୁ ଆମକୁ ବାଛିଛନ୍ତି। କ'ଣ ପାଇଁ? ତାଙ୍କ ରାଜ୍ୟକୁ ଅଧିକାର କରିବା ପାଇଁ, ତାଙ୍କ ରାଜ୍ୟକୁ ଯିବା ପାଇଁ। ହାଲେଲୁୟା। ସେଥିପାଇଁ ଆମେ ଏତେ ପ୍ରୟାସ କରୁଛୁ, ସେଥିପାଇଁ ଆମେ ଏତେ କଷ୍ଟ କରୁଛୁ। ପ୍ରେଜ୍ ଦ ଲର୍ଡ। ଏ ପୃଥିବୀ ଆମର ନାହିଁ, ଏ ପୃଥିବୀ ଆମେ ରହିପାରିବା ନାହିଁ, ରହିଲେ ମଧ୍ୟ ଆମକୁ କିଛି ଲାଭ ନାହିଁ। ହାଲେଲୁୟା। ଆମକୁ ଲାଭ ଅଛି ସ୍ୱର୍ଗ ରାଜ୍ୟରେ, ଅନନ୍ତକାଳ ପ୍ରଭୁଙ୍କ ନିକଟରେ ରହିବା ପାଇଁ ପ୍ରଭୁ ଆମକୁ ମନୋନୀତ କରୁଛନ୍ତି। ହାଲେଲୁୟା। ପ୍ରଭୁ ଏ ପଠିତ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।